ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର ପାଞ୍ଚ ଧାଡିରେ। ରାଘବ ନରସିଂହନ୍ ଅଗଷ୍ଟ 31, 1937 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଚିକାଗୋ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଗଣିତଜ୍ଞ ଥିଲେ। ସେ ଜଟିଳ ମେନିଫୋଲ୍ଡରେ କାମ କରୁଥିଲେ ଏବଂ ଜଟିଳ ମେନିଫୋଲ୍ଡ ପାଇଁ ଲେଭି ସମସ୍ୟାର ସମାଧାନ କରିଥିଲେ। ସେ ଆନାଲିଟିକ୍ ସ୍ପେସ୍ ଥିଓରି 1965 ମସିହାରେ ପରିଚୟପତ୍ର ମଧ୍ୟ ଲେଖିଥିଲେ। ଅକ୍ଟୋବର 3, 2015 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ରହୁଛି ଦେଖା ଆଗାମୀ ଭିଡିଓରେ। ନମସ୍କାର।